ସମସ୍ତେ ଜାଣନ୍ତି ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ଠାରୁ କମ୍ ନୁହେଁ, କିନ୍ତୁ ଏହାର ଚୋପାକୁ ଆପଣ ଅଦରକାରୀ ଭାବି ଫୋପାଡ଼ି ଦେଉଛନ୍ତି କି? ତେବେ ଆଜିଠାରୁ ଏହି ଭୁଲ କରନ୍ତୁ ନାହିଁ। ଲେମ୍ବୁ ଚୋପା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଭଲ। ପ୍ରକୃତରେ ଲେମ୍ବୁ ଚୋପାରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ B6, ପୋଟାସିୟମ୍, କ୍ୟାଲସିୟମ୍, ଫାଇବର ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରେ। ଯେତେବେଳେ ଶରୀରରେ ଭିଟାମିନ୍ ଏବଂ କ୍ୟାଲସିୟମ୍ ଅଭାବ ଦେଖାଯାଏ, ଲେମ୍ବୁ ଚୋପାରେ ମିଳୁଥିବା ଫାଇଟୋକେମିକାଲ୍ସ ପ୍ରଭାବଶାଳୀ ପ୍ରମାଣିତ ହୁଏ। ଲେମ୍ବୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍ ସି ଥାଏ, ତେଣୁ ଏହା ହୃଦରୋଗୀମାନଙ୍କ ପାଇଁ ବହୁତ ଲାଭଦାୟକ। ଏହା ରକ୍ତକୁ ପତଳା କରେ, ଯାହା ହୃଦରୋଗ ଆଦି ସମସ୍ୟାରୁ ଦୂରେଇ ରଖେ। ଯେଉଁମାନଙ୍କର ଦାନ୍ତରୁ ରକ୍ତସ୍ରାବ ହେଉଛି କିମ୍ବା ମାଢ଼ି ଫୁଲୁଛି, ସେମାନେ ଲେମ୍ବୁ ଚୋପା ପାଉଡରରେ ଦାନ୍ତ ଘଷିଲେ କିମ୍ବା ଏହାକୁ ସେବନ କଲେ ଆରାମ ପାଇପାରିବେ। ଲେମ୍ବୁ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଭଳି ପୋଷକ ତତ୍ତ୍ୱ ରହିଥାଏ, ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲାଭଦାୟକ। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚା ପାଇଁ ବହୁତ ଲାଭଦାୟକ। ଏହା ମୃତ ତ୍ୱଚା କୋଷଗୁଡ଼ିକ ଦୂର କରିବାରେ ଏବଂ ଦାଗ କମ୍ କରିବାରେ ସାହାଯ୍ୟ କରେ। ଲେମ୍ବୁ ଚୋପାରେ ପେକ୍ଟିନ୍ ନାମକ ଏକ ଉପାଦାନ ମିଳିଥାଏ। ପେକ୍ଟିନ୍ ଶରୀରର ଓଜନ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଲେମ୍ବୁ ଚୋପାରୁ ତିଆରି ଚା ପିଇବା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଲାଭଦାୟକ। ସେହିପରି ଲେମ୍ବୁ ଚୋପାରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ମିଳିଥାଏ। ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ୍ ଜରୁରୀ। ଲେମ୍ବୁ ଚୋପାକୁ କିପରି ସେବନ କରାଯାଇପାରିବ? ଲେମ୍ବୁ ଚୋପାକୁ ପାଣିରେ ଫୁଟାଇ ଚା ପରି ପିଇପାରିବେ। ଚୋପାକୁ ଘଷି ସାଲାଡ୍ କିମ୍ବା ସୁପ୍ରେ ମିଶାଇ ପାରିବେ। ଆହୁରି ମଧ୍ୟ ଲେମ୍ବୁ ଚୋପାକୁ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ। Boarding completed. Nurture. Discover. Fly with pride. TSG Gurukul, the ultimate home for your child.